ଆମେ ପ୍ରତିଦିନ ଏମିତି କେତେ ଜିନିଷ ବ୍ୟବହାର କରୁ, ହଁ, ଯାହା ଏତେ ସାଧାରଣ ଲାଗେ ଯେ ଆମେ ତା ପଛର କାହାଣୀ କେବେ ଭାବୁନି। ଆଜି ଆମେ ସେମିତି ଗୋଟେ ଜିନିଷ ମାନେ କମ୍ପ୍ୟୁଟର ମାଉସ୍, ତାରି ଉପରେ ଟିକେ ଗଭୀର ଆଲୋଚନା କରିବା। ଆମ ପାଖରେ ଗୋଟେ ଭଲ ଲେଖା ଅଛି, କମ୍ପ୍ୟୁଟର ମାଉସ୍ ଉଦ୍ଭାବକ ଡଗ୍ଲାସ୍ ଏଙ୍ଗଲବାର୍ଟ ଶୀର୍ଷକଲେ। ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏ ଯେଉଁ ପରିଚିତ ଉପକରଣ, ତା ପଛର ମଣିଷ ଜଣକ ଆଉ ତାଙ୍କର ସେ ବଡ଼ ଚିନ୍ତାଧାରାକୁ ବୁଝିବା। ତେବେ କଥାଟା ଆରମ୍ଭ ହେଉଛି ଡଗ୍ଲାସ୍ ଏଙ୍ଗଲବାର୍ଟଙ୍କଠାରୁ। ଲେଖା ଅନୁସାରେ ସେ ପ୍ରାୟ 1964 ମସିହାରେ, ହଁ, ସେତେବେଳେ ସେ ଷ୍ଟାନଫୋର୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ରେ ଥିଲେ। ସେଇଠି ସେ ପ୍ରଥମ କମ୍ପ୍ୟୁଟର ମାଉସ୍ର ମାନେ ଗୋଟେ ପ୍ରୋଟୋଟାଇପ୍ ତିଆରି କରିଥିଲେ। ଆଉ ମଜାର କଥା ହେଉଛି, ଲେଖାରେ ଅଛି ଯେ ସେ ପ୍ରଥମ ମାଉସ୍ଟା କାଠରେ ତିଆରି ହୋଇଥିଲା। ଭାବନ୍ତୁ ଟିକେ, କାଠ ବାକ୍ସ ଭଳିଆ ଆଉ 2ଟା ଚକା ଥିଲା ତା ତଳେ। ହଁ, ସତରେ ଏଇଟା ନିଶ୍ଚିତ ଭାବରେ ଗୋଟେ ବହୁତ ବଡ଼ ପଦକ୍ଷେପ ଥିଲା ସେତେବେଳେ। କମ୍ପ୍ୟୁଟର ସହିତ ଆମେ କେମିତି କଥା ହେବା, ସେଇ ପ୍ରକ୍ରିୟାକୁ ଏହା ବହୁତ ସହଜ କରିଦେଲା। କିନ୍ତୁ ଆପଣ ଯେମିତି କହିଲେ, କାହାଣୀଟା ଖାଲି ସେ କାଠ ବାକ୍ସରେ ସରିନି। ଏଙ୍ଗଲବାର୍ଟଙ୍କ ପାଇଁ ମାଉସ୍ ଗୋଟେ ବହୁତ ବଡ଼ ପରିକଳ୍ପନାର ଖାଲି ଗୋଟେ ଛୋଟ ଅଂଶ ଥିଲା। ହଁ, ଏଇଠି କଥାଟା ଆହୁରି ମଜାଦାର ହେଉଛି। ସେ ଲେଖାରେ ଖାଲି ମାଉସ୍ କଥା ନାହିଁ, ସେଥିରେ ଗ୍ରାଫିକାଲ ୟୁଜର ଇଣ୍ଟରଫେସ୍, ମାନେ ଯାହାକୁ ଆମେ GUI କହୁଛୁ, ଆଉ ହାଇପରଟେକ୍ସଟ, ଏସବୁ ବିଷୟରେ ବି ଅଛି। କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି, ସେ ସମୟରେ ତ କମ୍ପ୍ୟୁଟର ମୁଖ୍ୟତଃ ଖାଲି ଲେଖା ମାନେ କମାଣ୍ଡ ଲାଇନରେ ଚାଲୁଥିଲା। ତବେ ଏମିତି ସ୍କ୍ରିନ୍ ଉପରେ ଚିତ୍ର ଦେଖେଇବା, GUI, କିମ୍ବା ଗୋଟେ ଲେଖାରୁ ଆଉ ଗୋଟେ ଲେଖାକୁ ଯିବା, ହାଇପରଟେକ୍ସଟ, ଏହାର ଆବଶ୍ୟକତା କେମିତି ଅନୁଭବ ହେଲା ସେତେବେଳେ? ଏଟା ଏକଦମ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, ଏଙ୍ଗେଲବାର୍ଟଙ୍କର ମୂଳ ଲକ୍ଷ୍ୟ କେବଳ କମ୍ପ୍ୟୁଟରକୁ ସହଜ କରିବା ନଥିଲା। ସେ ବହୁତ ଗଭୀର ଭାବେ ଚିନ୍ତା କରୁଥିଲେ ଯେ କମ୍ପ୍ୟୁଟର ସାହାଯ୍ୟରେ ମଣିଷର ବୁଦ୍ଧି, ତାର କାମ କରିବାର କ୍ଷମତା, ତାକୁ କେମିତି ବଢ଼ାଇ ଯାଇପାରିବ। ସେ ଏହାକୁ ଅଗମେଣ୍ଟିଂ ହ୍ୟୁମାନ ଇଣ୍ଟେଲେକ୍ଟ ବୋଲି କହୁଥିଲେ, ମାନେ ମାନବୀୟ ବୁଦ୍ଧିର ଅଭିବୃଦ୍ଧି। ଆଉ ତାଙ୍କ ମତରେ ଖାଲି ଟେକ୍ସଟ କମାଣ୍ଡ ଦେଇ ଏହା ସମ୍ଭବ ନଥିଲା। ଏଠି ସବୁଠୁ ଆକର୍ଷଣୀୟ କଥା ହେଉଛି, ଏଇ ଯେଉଁ 3ଟି ଜିନିଷ ମାଉସ୍, GUI ଆଉ ହାଇପରଟେକ୍ସଟ, ଏଗୁଡ଼ିକ ଅଲଗା ଅଲଗା ନୁହେଁ। ଏଗୁଡ଼ିକ ପରସ୍ପର ସହିତ ମିଶି କାମ କରିବା ପାଇଁ ହିଁ ତିଆରି ହୋଇଥିଲା। ଭାବନ୍ତୁ, ମାଉସ୍ ହେଉଛି GUI ସହିତ କାମ କରିବାର ସବୁଠୁ ସହଜ ଉପାୟ। GUI ମାନେ ସ୍କ୍ରିନ୍ରେ ସେ ଆଇକନ୍, ୱିଣ୍ଡୋ ଏସବୁ। ଆଉ ହାଇପରଟେକ୍ସଟ, ଯାହାକି ତଥ୍ୟକୁ ପରସ୍ପର ସହ ଯୋଡ଼େ, ଯେମିତି ଆଜିକାଲି ୱେବସାଇଟ୍ରେ ଲିଙ୍କ ଥାଏ, ସେଇଟା ଏଇ ପରିବେଶ ଭିତରେ ତଥ୍ୟ ଖୋଜିବାକୁ ସହଜ କରେ। ତେଣୁ ଏ ସବୁ ମିଶିକି କମ୍ପ୍ୟୁଟର ସହ ଆମର ସମ୍ପର୍କକୁ ପୁରା ବଦଳେଇ ଦେଲା। ଓହୋ, ତାମାନେ ଏଙ୍ଗଲବାର୍ଟ ଖାଲି ଗୋଟେ ପରେ ଗୋଟେ ଜିନିଷ ଉଦ୍ଭାବନ କରୁନଥିଲେ। ସେ ଏକ ପୂରାପୂରି ନୂଆ ବ୍ୟବସ୍ଥା, ଏକ ନୂଆ ଅନୁଭୂତି ତିଆରି କରିବାକୁ ଚେଷ୍ଟା କରୁଥିଲେ, ଯେଉଁଠିକି ମଣିଷ ଆଉ କମ୍ପ୍ୟୁଟର ମିଶିକି ବଡ଼ ବଡ଼ ଜଟିଳ ସମସ୍ୟା ସମାଧାନ କରିପାରିବେ। ଏହା ତ ନିଶ୍ଚୟ ତାଙ୍କ ସମୟଠୁ ବହୁତ ଆଗରେ ଥିବା ଚିନ୍ତା ଥିଲା। ଏକଦମ ଠିକ୍ କହିଲେ। ଆପଣ ଜାଣନ୍ତି, 1968 ମସିହାରେ ସେ ଗୋଟେ ପ୍ରଦର୍ଶନୀ ଦେଇଥିଲେ, ଗୋଟେ ପ୍ରେଜେଣ୍ଟେସନ, ଯାହାକୁ ପରେ ଲୋକେ କହିଲେ ଦ ମଦର ଅଫ୍ ଅଲ୍ ଡେମୋଜ, ମାନେ ସବୁ ଡେମୋର ମା। ସେଥିରେ ସେ ଏଇ ସବୁ ଜିନିଷ, ମାଉସ୍, ଭିଡିଓ କନଫରେନ୍ସିଂ, ହାଇପରଟେକ୍ସଟ, ୱିଣ୍ଡୋ ବ୍ୟବସ୍ଥା, ଏସବୁ ଏକା ସାଙ୍ଗରେ କେମିତି କାମ କରୁଛି ସେଇଟା ଦେଖିଥିଲେ। ସେଇଟା ଖାଲି ଟେକ୍ନୋଲୋଜିର ପ୍ରଦର୍ଶନ ନଥିଲା, ସେଇଟା ଥିଲା ଭବିଷ୍ୟତର କମ୍ପ୍ୟୁଟିଂ କେମିତି ହେବ ତାର ଗୋଟେ ଝଲକ, ଯେଉଁଠି ଟେକ୍ନୋଲୋଜି ଆମ କାମ ସହଜ କରିବ ଆଉ ଆମ ଚିନ୍ତା କରିବାର ଶକ୍ତିକୁ ବି ବଢ଼ାଇବ। ତେବେ ଏତେ ସବୁ କଥା ପରେ ମୁଖ୍ୟ କଥାଟା କ'ଣ ବାହାରୁଛି? ମୋତେ ଯାହା ଲାଗୁଛି, ଡଗ୍ଲାସ୍ ଏଙ୍ଗଲବାର୍ଟ କେବଳ କମ୍ପ୍ୟୁଟର ମାଉସ୍ର ଉଦ୍ଭାବକ ନଥିଲେ। ସେ ଥିଲେ ଜଣେ ପ୍ରକୃତ ଦୂରଦର୍ଶୀ ମଣିଷ। ଆମେ ଆଜି ଯେମିତି ଟେକ୍ନୋଲୋଜି ସହିତ କାମ କରୁଛୁ, ମାନେ କମ୍ପ୍ୟୁଟର, ଇଣ୍ଟରନେଟ୍, ଏସବୁର ମୂଳଦୁଆ ସେ ପକେଇଥିଲେ। ସେ ଖାଲି ଗୋଟେ ପଏଣ୍ଟିଂ ଡିଭାଇସ୍ ତିଆରି କରିନଥିଲେ, ସେ ଆମକୁ କମ୍ପ୍ୟୁଟର ସହ କଥା ହେବା ଗୋଟେ ପୁରା ନୂଆ ଭାଷା ଦେଇଥିଲେ। ନିଶ୍ଚିତ ଭାବେ, ଏକଦମ ସଠିକ୍। ଆଉ ଏଇ କଥାଟା ଆମକୁ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପାଖକୁ ନେଇଯାଉଛି। ଭାବନ୍ତୁ ଟିକେ, ଯଦି ଏଇ ସବୁ ଜିନିଷ ଏକାଠି ନଥାନ୍ତା, ମାଉସ୍, GUI, ହାଇପରଟେକ୍ସଟ ଏସବୁ ମିଶି କାମ କରୁନଥାନ୍ତା, ତାହେଲେ ଆମର ଆଜିର ଏ ଡିଜିଟାଲ ଦୁନିଆ କେତେ ଅଲଗା ହେଇଥାନ୍ତା। ଏଟା ବାସ୍ତବରେ ଗୋଟେ ଚିନ୍ତା କରିବାର କଥା। ଆଉ ଏମିତି କେଉଁ ମୌଳିକ ଟେକ୍ନୋଲୋଜି ସବୁ ଅଛି ଯାହାକୁ ଆମେ ଏତେ ସାଧାରଣ ଭାବି ନେଉଛୁ, କିନ୍ତୁ ତା ପଛରେ ଏମିତି ବଡ଼ କାହାଣୀ, ବଡ଼ ପରିକଳ୍ପନା ଲୁଚି ରହିଛି। ହୁଏତ ଏଇଟା ଆଗକୁ ଆଲୋଚନା ପାଇଁ ଆଉ ଏକ ଭଲ ପ୍ରସଙ୍ଗ ହୋଇପାରେ।